ରାଜୁ କୁହ, ଆମେ ଆଉ କେତେ ଦିନ ଏ ଅଭାବ ଅସୁବିଧାରେ ଚଳିବା? ଆରେ ଘରେ ତ ମୁଠେ ରୋଷେଇ କରିବା ଲାଗି ବି ଚାଉଳ ନାହିଁ। ଏଇ ଗାଁରେ ଆମରି କେବଳ 15 ଦିନ ଚୁଲି ଲାଗିଲେ ଆଉ 15 ଦିନ ଚୁଲି ଲିଭୁଛି। ଯଦି ଏମିତି ହେବ ତାହେଲେ ଆମେ ଚଳିବା କେମିତି? ଏଠି ଆମ ପଡୋଶୀ ସ୍ତ୍ରୀ ଲୋକମାନେ କେତେ ନୂଆ ନୂଆ ବସ୍ତ୍ର ଆଉ ଗହଣା ପିନ୍ଧୁଛନ୍ତି, ହେଲେ ଆମର ଗଣ୍ଡ ଭଲରେ ଖାଇବା ପାଇଁ ବି ନାହିଁ। ରାଧା, ତମେ ତ ଜାଣିଛ ମୁଁ କେତେ ଯେ ପରିଶ୍ରମ ନ କରୁଛି। ସକାଳ ହେବା ମାତ୍ରେ ଜଙ୍ଗଲକୁ ଯାଉଛି, ଆଉ ବହୁତ ଭାରି ବୋଝ ନେଇ ସନ୍ଧ୍ୟାକୁ ଘରକୁ ଫେରୁଛି। ଏଇ କାଠ କାଟିବା ତ ଆମ ପୂର୍ବପୁରୁଷର କାମ। ଏଇ କାମ କରି ମୁଁ ମୋର ପରିବାର ପାଳୁଛି। ହଁ, ମୁଁ ଜାଣିଛି ଆମର ଏବେ ପରିସ୍ଥିତି ବହୁତ ଖରାପ ଚାଲିଛି, ହେଲେ ମୋର ପରିଶ୍ରମ ଉପରେ ମୋର ବହୁତ ବିଶ୍ୱାସ ରହିଛି। ତମେ ଦେଖିବ ଦିନେ ନା ଦିନେ ଆମର ଏଇ ଦୁଃଖ ଭରା ପରିସ୍ଥିତି ବଦଳିଯିବ। ଶୁଣ ରାଧା, ମୁଁ ଆଜି ଜଙ୍ଗଲର ବହୁତ ଭିତରକୁ ଯିବି। ସେଠାରୁ ମୂଲ୍ୟବାନ କାଠ ସଂଗ୍ରହ କରି ତାକୁ ନେଇ ସହରରେ ଭଲ ଦାମରେ ବିକ୍ରି କରିବି। ମୁଁ ଶୁଣିଛି ଏଇ କାଠ ଗୁଡ଼ିକ ସହରରେ ଭଲ ଦାମରେ ବିକ୍ରି ହୁଏ। ତମେ ଜମା ବି ବ୍ୟସ୍ତ ହୁଅ ନା, ଦେଖିବ ଭଗବାନ ସବୁ ଠିକ କରିଦେବେ। ଥାଉ ଥାଉ ରାଜୁ, ତମେ ଆଉ ଏଇ ଗୋଟେ କଥା ମତେ ବାରମ୍ବାର ଶୁଣାଓନି। ଗତ 10 ବର୍ଷ ହବ ତମେ ଏଇ ଗୋଟେ କଥା କହି ଆସୁଛ। ଆରେ ରାଜୁ, ମୁଁ ତ କହୁଛି କାଠ କଟା କାମ ଠାରୁ ଏ ଦୁନିଆରେ ଆହୁରି ବି ଅନେକ କାମ ଅଛି। ତମେ କୋଉ ଜମିଦାର ପାଖରେ କୌଣସି କାମ ଯାଇ କାଇଁ କରି ନେଉନ? ନହେଲେ ସହର ଯାଇ ନିଜ ପାଇଁ ଗୋଟେ କାମ କଣ ପାଇଁ ଖୋଜି ନେଉନ? ଏଇ କାଠ କାଟି କାଟି ତମେ ତମର ଭାଗ୍ୟ ବଦଳଉନା, ତମେ ତମର ବଳ ସରଉଛ। ତାହେଲେ ଠିକ ଅଛି ରାଧା, ତମକୁ ଯଦି ଲାଗୁଛି ମୋର ଏଇ ପରିଶ୍ରମ ଯଥେଷ୍ଟ ନୁହେଁ ବୋଲି, ତାହେଲେ ମୁଁ କାଠ କାଟିବା ସହିତ ଜମିଦାରଙ୍କ ପାଖରେ କାମ ଦେଖିନେବି। ତାଙ୍କୁ ପଚାରିବି ମୋ ପାଇଁ କିଛି କାମ ଅଛି କି ନାହିଁ। ମୁଁ ତମକୁ ଏବେ ଆଉ ଦୁଃଖରେ ରଖିପାରିବିନି। ଆଜି ଗୋଟେ ଦିନ କେବଳ ଧୈର୍ଯ୍ୟ ଧରି ରହିଯାଅ। ମୁଁ ସନ୍ଧ୍ୟାକୁ ଫେରିଲା ବେଳେ ନିଶ୍ଚୟ ଭଲ ଖବର ନେଇ ଆସିବି। ଠିକ୍ ସେଇ ସମୟରେ କେହି ଜଣେ ରାଜୁର କବାଟ ବାଡ଼ାଏ। ତାପରେ ରାଜୁ ସେଠାରୁ ଉଠି ଦେଖିବା ଲାଗି ଗଲା। ସେ ତାର କବାଟ ଖୋଲି ବାହାରେ ଦେଖେ ତ ଜଣେ ତେଜଶ୍ରୀ ସାଧୁ ଛିଡ଼ା ହୋଇଛନ୍ତି। ତାଙ୍କୁ ଦେଖି ଲାଗୁଥିଲା ସେ ବହୁତ ଥକାହାର ଲାଗୁଛନ୍ତି। ପୁତ୍ର, କଣ ଏଇ ସାଧୁକୁ ତୁମେ ପାନ କରେଇବା ଲାଗି କିଛି ଶୀତଳ ଜଳ ଦେଇପାରିବ? ମୁଁ ବହୁତ ଦୂର ବାଟରୁ ଭିକ୍ଷା କରି କରି ଆସିଲିଣି, ସେଥିପାଇଁ ମୁଁ ବହୁତ ଥକି ପଡ଼ିଛି। ଆଉ ଯଦି ତମେ ମତେ କିଛି ଖାଇବା ଲାଗି ଅନ୍ନ ଦେଇଦବ, ତାହେଲେ ଭଗବାନ ତମର ମଙ୍ଗଳ କରିବେ। ତୁମ ଘରର ଭଣ୍ଡାର ସମ୍ପୂର୍ଣ୍ଣ ପୂର୍ଣ୍ଣ ରହିବ। ପୁତ୍ର, କଣ ତମେ ମତେ ଖାଇବା ଲାଗି କିଛି ଅନ୍ନ ଦେଇପାରିବ, ଯାହା ଫଳରେ ମୋର ଶରୀରକୁ ଟିକେ ଶକ୍ତି ମିଳିବ ଆଉ ମୁଁ ମୋର ପଦଯାତ୍ରାରେ ବାହାରି ଯିବି। ପ୍ରଣାମ ମହାତ୍ମା, କ୍ଷମା କରିବେ। ମୁଁ ଆପଣଙ୍କୁ କେମିତି କହିବି, ମୋ ଘରେ ଖାଇବା ଲାଗି ମୁଠେ ଚାଉଳଟେ ବି ନାହିଁ। ଏ ଗରିବ ଆପଣଙ୍କୁ କଣ ବା ଖାଇବା ପାଇଁ ଦେଇପାରିବ? ମୁଁ ଆପଣଙ୍କୁ ଖାଇବାକୁ ନ ଦେଇ ପାରିବାରୁ ନିଜକୁ ବହୁତ ଦୁଃଖୀ ମନେ କରୁଛି। ପୁତ୍ର, ତମେ ମନ ଦୁଃଖ କର ନାହିଁ। ଦାନ ଦେବାରେ ଧନର ଆବଶ୍ୟକ ହୋଇନଥାଏ, ଭଲ ମନର ଆବଶ୍ୟକ ହୋଇଥାଏ। କିନ୍ତୁ ହଁ, ମୁଁ ଆପଣଙ୍କୁ ଶୋଷିଲା ଯିବାକୁ ଦେବିନି। ଆପଣ ଏଇଠାରେ ଛିଡ଼ା ହୋଇଥାନ୍ତୁ, ମୁଁ ଘରୁ କିଛି ଥଣ୍ଡା ପାଣି ଆଣି ଆସୁଛି। ହଁ ପୁତ୍ର, ତମେ ଜଳ ନେଇ ଆସ। ଏଇ ଜଳ ମୋ ପାଇଁ କୋଉ 56 ପଉଟି ଭୋଗ ଠାରୁ କମ ନୁହେଁ। ପୁତ୍ର, ତମେ ଦରିଦ୍ର ଅବସ୍ଥାରେ ଥାଇ ମଧ୍ୟ ଅତିଥିଙ୍କର ଭଲ ଭାବରେ ଚର୍ଚ୍ଚା କରୁଛ। ତୁମର ଏଇ ଗୁଣ ଦେଖି ମୁଁ ବହୁତ ପ୍ରସନ୍ନ ହେଲି। ତାହେଲେ ଯାଅ ପୁତ୍ର, ମୋ ପାଇଁ କିଛି ଜଳ ନେଇ ଆସ। ତାପରେ ରାଜୁ ସେ ସନ୍ନ୍ୟାସୀ ଜଣଙ୍କୁ ଯେମିତି ଜଳ ପିଆଇଲା, ସେ ସନ୍ନ୍ୟାସୀ ଜଣକ ରାଜୁ ଉପରେ ବହୁତ ପ୍ରସନ୍ନ ହେଲେ। ପୁତ୍ର, ମୁଁ ତୋର ଅତିଥି ଚର୍ଚ୍ଚାରେ ବହୁତ ପ୍ରସନ୍ନ ହେଲି। ମୁଁ ତତେ 3ଟି ବିଚିତ୍ର ବରଦାନ ଦେବା ପାଇଁ ଚାହୁଁଛି, ଯାହାକି ଜଣେ ସାମାନ୍ୟ ମଣିଷ ଏହା ପ୍ରାପ୍ତ କରିବା ସମ୍ଭବ ନୁହେଁ। ତମେ ଯାହା ବି ମାଗିବ ତାହା ସତ୍ୟ ହୋଇଯିବ। ପୁତ୍ର, ତମେ ଏବେ ତୁମର ପ୍ରଥମ ବରଦାନଟି ମାଗ, କିନ୍ତୁ ହଁ, ତୁମକୁ ସେ ବରଦାନ ଉଚିତ ସମୟରେ ବ୍ୟବହାର କରିବାକୁ ହେବ, ନହେଲେ ସେ ବରଦାନ ବ୍ୟର୍ଥ ଚାଲିଯିବ। ଧନ, ରତ୍ନ, ମୋତି, ମାଣିକ, ଆୟୁଷ ଏ ସବୁ ମଧ୍ୟରୁ ତୁମେ କିଛି ବି ମାଗିପାରିବ। କୁହ, ତୁମର ପ୍ରଥମ ଇଚ୍ଛାଟି କଣ? ଗୁରୁଦେବ, ଆପଣ ତ ମୋତେ ବହୁତ ବଡ଼ ସମସ୍ୟାରେ ପକେଇଦେଲେ। ଏମିତିରେ ମୋତେ ତ ବହୁତ କିଛି ଦରକାର ଅଛି, ହେଲେ ମୋତେ ଏସବୁ ମଧ୍ୟରୁ କିଛି ବି ଦରକାର ନାହିଁ। ମୋତେ ମୋର ବୁଦ୍ଧିରେ କିଛି ମାଗିବାର ଅଛି। ତାହେଲେ
ମୋର ପ୍ରଥମ ବରଦାନଟି ଶୁଣି ନିଅନ୍ତୁ ଗୁରୁଦେବ। ମୋର ଏଇ ଯେଉଁ କୁରାଢ଼ୀ, ଯାହାକୁ ମୁଁ ମୋର ଜୀବନଠାରୁ ବହୁତ ଭଲ ପାଏ, ଏଇ କୁରାଢ଼ୀଟିକୁ ଯିଏ ବି ଧରିବ ସେ ମୋର ବିନା ଆଜ୍ଞା ବିନା ଜମାୟାକୁ ଛାଡ଼ିପାରିବ ନାହିଁ। ସିଏ ଯେତେ ବଳବାନ ହେଇଥାଉ ନା କାହିଁକି, ଯେପର୍ଯ୍ୟନ୍ତ ମୁଁ ନ କହିଛି ସେ ପର୍ଯ୍ୟନ୍ତ ଏ କୁରାଢ଼ୀକି ସେ ଜମା ବି ଛାଡ଼ିପାରିବ ନାହିଁ। ଆଉ ଯେତେବେଳେ ଏ କୁରାଢ଼ୀଟିକୁ ଯିଏ ଚଲେଇବ, ଯେପର୍ଯ୍ୟନ୍ତ ମୁଁ ନ କହିଛି ସେ ପର୍ଯ୍ୟନ୍ତ ସେ ରହିବ ନାହିଁ। କ'ଣ ଆପଣ ମୋତେ ଏ ବିଚିତ୍ର ବରଦାନ ଦେଇପାରିବେ? ମୋତେ ଲାଗୁଛି ଏଇ ବରଦାନ ମୋର ବହୁତ କାମରେ ଆସିବ। ସତରେ ତମେ ବହୁତ ବିଚିତ୍ର ବରଦାନ ମାଗିଲ। ତୁମକୁ ମୁଁ ବଚନ ଦେଇଥିବା ଅନୁସାରେ ସେଇ ବରଦାନଟି ମୁଁ ତୁମକୁ ଦେଲି। ତଥାସ୍ତୁ ପୁତ୍ର, ତୁମ କୁରାଢ଼ୀ ଏବେ ତୁମ ଆଜ୍ଞାଧୀନ ହେଇଗଲା। ତୁମେ ସଂକୋଚ ନ କରି ଦ୍ୱିତୀୟ ବରଦାନଟି ମାଗ। ଶୁଣ, ତୁମ ପାଖରେ ଏବେ ଆଉ 2ଟି ବରଦାନ ବଞ୍ଚିଲା। କ'ଣ ତୁମକୁ ସେଇ ବରଦାନରେ ବହୁତ ସାରା ସୁନା ଆଉ ମହଲ ପରିକା ଘର ଦରକାର? କୁହ, ମୁଁ ତୁମକୁ ସାଙ୍ଗେ ସାଙ୍ଗେ ଦେବି, ଆଉ ତୁମର ଦରିଦ୍ରତା ଶୀଘ୍ର ଦୂର ହୋଇଯିବ। ନାହିଁ ସାଧୁ ମହାରାଜ, ମୁଁ ମୋର ଏଇ ଦ୍ୱିତୀୟ ବରଦାନରେ ମୋର ଏଇ ପୁରୁଣା ଟେବୁଲଟିକୁ ଶକ୍ତିଶାଳୀ କରିବା ପାଇଁ ଚାହୁଁଛି। ଯିଏ ବି ଏଇଥିରେ ବସିବ ସିଏ ମୋର ବିନା ଆଜ୍ଞାରେ ଉଠିପାରିବ ନାହିଁ। ସିଏ ଯିଏ ବି ଆଉ ଯେତେ ବଳବାନ ହେଇଥାଉ ନା କାହିଁକି, ମୋର ବିନା ଅନୁମତିରେ ତାକୁ ଏଇ ଟେବୁଲରୁ ଉଠିବାଟା ଅସମ୍ଭବକର ହେଇପଡ଼ିବ। ବାସ୍, ମୋର ଆପଣଙ୍କ ପାଖରେ ଏଇ ଗୋଟିଏ ବିନତି। କ'ଣ ମୋତେ ଏଇ ବରଦାନ ଆପଣ ଦେଇପାରିବେ? ତଥାସ୍ତୁ ପୁତ୍ର, ତୁମର ଏଇ ଚିନ୍ତାଧାରା କୋଉ ସାମାନ୍ୟ ମଣିଷର ଚିନ୍ତାଧାରା ଭଳି ଲାଗୁନି। ତୁମେ ତ ସତରେ ବହୁତ ବିଚିତ୍ର ବରଦାନଟେ ମାଗିନେଲ। ବତ୍ସ, ମୁଁ ତୁମକୁ ପୁଣି ଥରେ କହିଦଉଛି, ତୁମ ପାଖରେ ଏଇ ଶେଷ ବରଦାନଟିଏ ବଞ୍ଚିଲା। ମୁଁ ତ କହୁଛି, ତୁମେ ତୁମର ଦାରିଦ୍ର୍ୟ ଦୂର କରିବା ଲାଗି ବହୁତ ସାରା ଧନ ସମ୍ପତ୍ତି ମାଗିନିଅ, ଯାହା ଦ୍ୱାରା ତୁମର ସବୁତକ ଦୁଃଖ କଷ୍ଟ ଦୂର ହୋଇଯିବ। କ'ଣ ତମେ ତୁମର ଏଇ ଦାରିଦ୍ର୍ୟ ଜୀବନକୁ ଦୂର କରିବା ପାଇଁ ଚାହୁଁନ? ଶୀଘ୍ର କୁହ। ଗୁରୁଦେବ, ମୁଁ ମୋର ତୃତୀୟ ବରଦାନରେ ଏଇଆ ମାଗୁଛି କି ମୋର ଯେଉଁ ପୁରୁଣା ଟଙ୍କା ଥଳିଟେ ଅଛି, ଏଇ ଥଳି ଭିତରେ ମୁଁ ଯାହା ବି ରଖିଦେବି, ସେ ବସ୍ତୁ ହେଉ କିମ୍ବା ଜୀବ, ମୋ ବିନା ଅନୁମତିରେ ଏଥିରୁ ସେ ଜିନିଷକୁ କେହି କାଢ଼ିପାରିବେ ନାହିଁ। କ'ଣ ମୋତେ ଏଇ ବରଦାନଟି ଆପଣ ଦେଇପାରିବେ? ତଥାସ୍ତୁ ପୁତ୍ର, ମୁଁ ତୁମକୁ କହିବା ଅନୁସାରେ 3ଟି ବରଦାନ ତୁମକୁ ଦେଲି। ହେଲେ ମନେ ରଖ, ତୁମେ ସେ ବରଦାନକୁ ଉଚିତ ସମୟରେ ବ୍ୟବହାର କରିବ, ନହେଲେ ସେ ବରଦାନ ତୁମର ବ୍ୟର୍ଥ ଯିବ। ସାଧୁ ମହାତ୍ମା ଯିବା ପରେ ପରେ ରାଧା ବହୁତ ଜୋରରେ ରାଗିଯାଏ। କାହିଁକି ନା ରାଧା ସେଇ 3ଟି ବିଚିତ୍ର ବରଦାନ ବିଷୟରେ ଛିଡ଼ା ହୋଇ ସବୁ ଶୁଣିଥାଏ। ରାଜୁ ବା, କି ବୁଦ୍ଧି ତମର! ସ୍ୱୟଂ ଭଗବାନ ଆସି ଆମ ଦରବାରରେ କହୁଥିଲେ ଧନ ସମ୍ପତ୍ତି, ଘର ଦ୍ୱାର ଯାହା ବି ମାଗିନ, ହେଲେ ତମେ କ'ଣ ମାଗିଲ? କୁରାଢ଼ୀ, ଟେବୁଲ ଆଉ ଥଳି। ବା, ତମର ବୁଦ୍ଧିକୁ ମାନିବାକୁ ପଡ଼ିବ। କ'ଣ ଏଇଥିରେ ଆମର ପେଟ ପୁରିବ? କ'ଣ ଏଇଥିରେ ଆମ ଦରିଦ୍ରତା ଦୂର ହବ? ବା, ଆମେ ଏଠି ଖାଇବା ପାଇଁ ମରୁଛେ, ହେଲେ ତମେ ଫାଲତୁ ବରଦାନ ମାଗିଦେଲ। ମତେ ଆଜି ଜଣା ପଡ଼ିଗଲା ତମେ ଆମ ପାଇଁ କିଛି ବି କରିପାରିବନି। ଯଦି ସେଇ ବରଦାନ ମତେ ମିଳିଥାନ୍ତା, ତାହେଲେ ଆମର ଏଇ ଭଙ୍ଗା ଘରଟିକୁ ମୁଁ ମହଲ କରିଦେଇଥାନ୍ତି। ରାଧା, ତମେ ଯେଉଁ 3ଟି ବରଦାନ ଦେଖୁଛ, ତୁମକୁ ଏ ସାଧାରଣ ବସ୍ତୁ ପରି ଲାଗୁଛି, ହେଲେ ସିଏ ଆମର ସୁରକ୍ଷା କବଚ ଅଟେ। ବେଳେ ବେଳେ ସିଧା ସିଧା ମିଳିଥିବା ଧନ ସମ୍ପତ୍ତିରେ କେହି ଟେକି ପାରନ୍ତି ନାହିଁ, ଆଉ ସେ ସମ୍ପତ୍ତିରେ ବେଶୀ ଦିନ ଚଳିପାରନ୍ତି ନାହିଁ। ଆଉ ବୁଦ୍ଧି ଦ୍ୱାରା ମିଳିଥିବା ସମ୍ପତ୍ତି ସର୍ବଦା ସାଥିରେ ରହିଥାଏ। ରାଧା, ତମେ ଜମା ବି ବ୍ୟସ୍ତ ହୁଅ ନାହିଁ। ତମେ ମୋ ଉପରେ ଭରସା ରଖ। ମୁଁ ଏଇ ଯେଉଁ 3ଟି ବରଦାନ ମାଗିଛି, ଏଇ ବରଦାନ ଆମକୁ ସେ ସବୁ କିଛି ଦବ, ଯାହା ତୁମେ ଚାହୁଁଛ। ଧନ ସମ୍ପତ୍ତି, ଘର ଦ୍ୱାର ସବୁ କିଛି ଦବ। ତୁମେ ଖାଲି ବାସ୍ ସେଇ ସମୟକୁ ଅପେକ୍ଷା କର। ସ୍ତ୍ରୀର ଗାଳି ଶୁଣି ସାରିବା ପରେ ରାଜୁ ନିଜର କୁରାଢ଼ୀଟି କାନ୍ଧରେ ପକାଇ ଚନ୍ଦନପୁରର ଘଞ୍ଚ ଭୟାନକ ଜଙ୍ଗଲକୁ ଚାଲିଗଲା। ସେ ଜଙ୍ଗଲଟି ବହୁତ ସୁନସାନ ଥିଲା। ରାଜୁ ବହୁତ ଥକିଯାଇ ଗୋଟେ ବହୁତ ବଡ଼ ବରଗଛ ମୂଳେ ବସିଗଲା। ତାର ମନ ବହୁତ ଅଶାନ୍ତ ଥିଲା, ଆଉ ପେଟରେ ଭୋକରେ ନିଆଁ ଜଳୁଥିଲା। ସେ ସେଇଠାରେ ବସି ବସି ଅନୁତାପ କରୁଥିଲା, କ'ଣ ସତରେ ସେ ଭୁଲ ବରଦାନ ମାଗି ନେଇଛି? କ'ଣ ତାକୁ ଏ ସବୁ ବରଦାନ ମାଗିବାର ନଥିଲା? ଏ ସବୁ କଥାକୁ ଭାବି ରାଜୁ ବହୁତ ମନ ଦୁଃଖରେ ସେଇ ଗଛ ମୂଳେ ବସିଥାଏ।
हे भगवान, कौन मो भाग्यर या ही लेखा अछि। राधा ठीक कहूथिला, मु जदि से महात्मा को धन संपत्ति मागी नहीं थांती ताहले मते ए दिन देखिबाकू पड़ी न थांता। कौन करिबी, एबे भी जंगल रे सुखिला काठ मिलिबा भी कष्टकर होई पड़िलानी। मते तो लागुची एई गछ माने भी मो गरीबीर मजाक उड़ौचंती। मु जानी पारुनी घर को कौ मुह नहीं जीवी। घरे तो केवल खाली बासन आउ स्त्रीर सोदा, एई दुईटी जिनिष ही मोर अपेक्षा करिछि। ठीक सेई समय मध्यरे जड़े बुढ़ा व्यक्ति राजू आड़क माड़ी आसिला। देखिबाकू से बुढ़ा व्यक्तिटी बहुत अजब देखा जाउथिला। तार गोड़ दुईटी छेलीर गोड़ भली देखा जाउथिला। राजू ए सबु घटना को देखी बहुत डरीगला। तापरे से बुढ़ाटी आसी ताकू कहिला, अरे पुओ, तू एमिते निराश होई जंगल रे कौन पाई बसिଛୁ? कथा कौन? घरे स्त्री सहित झगड़ा करिछु? ओहो, बुझिली बुझिली। ताहले गरीबी तोर पिछा छाडुनी। हेले तमे केमिति जानिल मु मोर घरे स्त्री सहित झगड़ा करी आसीछि बोली? अरे हाँ, मो मनीषर परिस्थिति देखिले सबु जानी पारे। हेले हेले तमे किए? तमे एई घंच जंगल रे कौन करूछ? अरे एई जंगलटा परा मोर। औ सुन, मते तो तोर ए अवस्था देखि बहुत दया आसुची। जदि तू कहिबू मु तते साहाय्य करिबी, हेले किंतु गोटे शर्त रे। हाँ, मते आपणकर साहाय्य दरकार। हेले की शर्त? शर्तटा एया हेला, तू मते जहा भी मागिबू मु तते देबी, किंतु तते गोटे वर्ष परे मोर गोलाम करिबाकू पड़िबो। आउ मु तते एइठी तते नबा पाई आसीबी। सबु कथा सुनी राजू तो बहुत डरी जाए। हेले राजू को एमिति भय करुथिबार देखी से बुढ़ा जनक कुहे, कौन पुओ, तू डरुचु? डरिबा किछि दरकार नहीं। मु तते साहाय्य करिबाकू आसीची, आउ तू मते डरुचु? हेई ने, एथिरे बहुत सारा सोन मुद्रा अछि। एई सोन मुद्रा रे तोर दुख कष्ट आउ ए दारिद्रता दूर होइजिबो। एई सोन मुद्रा को उपयोग करी तुमे बड़ घर बनाओ, खाओ पियो ऐश कर, किंतु तुमको मोर गोलाम साजिबाकू पड़िबो। आउ गोटे वर्ष परे तुमको मोर साम्राज्य को मो सहित जिबाकू पड़िबो। कौन भाबुछ? तुमे मोर शर्तरे राजी अछ? कुह। राजू जानी पारे कि ए मायाबी राक्षस ताकू तार जालरे फसौची। हेले घरर परिस्थिति आउ स्त्रीर कथा भाबी राजू से राक्षसटी को हाँ मारी दिए। हाँ, मु तुम शर्तरे राजी अछि। सुन काठोरिया, तू से धन नहीं तो मन जहा भी होची से कर, किंतु मु आउ गोटे वर्ष परे फेरिबी तते नबा लगी। ए कथा तू जेमती भूली न जाऊ। तापरे राजू सेई पैसा रे बहुत सारा परिबा आउ ता स्त्री पाई नुआ वस्त्र सबु किछि किनि आनिला। राधा, ओ राधा, देखो मु तम पाई कौन आनिछि। तापरे राधा से सबु जिनिस देखी बहुत खुशी होई गला। देख राधा, ना तमको आउ भोकरे सोइबाकू पड़िबो ना से पुराना वस्त्र पिंधिबाकू पड़िबो। एई नियो तुम पाई नुआ वस्त्र आउ बहुत सारा खाइबा आउ पनिपरिबा। एबे तो आम पाखरे बहुत सारा टंका आसी जाइछि। आमर एई चाଳ घरटाकू भांगी बहुत बड़ घरटे तैयारी करिबा। हाँ, तमे एथर मन दुख कर नाही। मु तुमर सबु इच्छा पूर्ण करिबी। एथर तमे जहा चाहिबो सेया ही हबो। अरे राजू, ये केमिति हेई गला? आज सकाळे तो तुम पाखरे कोटी कौड़ीटे भी नथिला, हेले एबे एते सारा सोनो मुद्रा ए सबु कोठु आसिला? कौन तमे कोठुआ को चोरी करिछ ना काहको मारी देइछ? एते धन कोठु आसिला? सत्य कुह, ए सबु बदल रे आमे को बड़ असुविधा रे पड़िबेनी तो? मते तो तुमको देखि लागुची एते धन मिलले जो खुशी देखा जीवा कथा से खुशी तम मुहरे देखा जाउनी। तमे मते निश्चय किछि ना किछि नुचौछ। कुह, कथा कोन? एते सारा धन कोठु आसिला? देखो राधा, मते जणे मालिक ए सबु धन देइछंती आउ कहिछंती गोटे वर्ष आराम कर आउ गोटे वर्ष परे काम को जिबाकू कहिछंती। एबे आमे एई धन रे जहा करिबार इच्छा सबु करि परिबा। तमे एथर ए सबु परिबा नै भल से रोसेई करी खाइबार मजा नियो आउ सबु कथा मो ऊपर छाड़ी दियो। राधा,
ଏତେ ସାରା ଜିନିଷପତ୍ର ଦେଖି ସିନା ବହୁତ ଖୁସି ହେଉଥିଲା, ହେଲେ ତାର ମନରେ ବହୁତ ବଡ଼ ଡରଟେ ଥିଲା। ସେ ମନେ ମନେ ଭାବୁଥିଲା ଏଇ ଜିନିଷ ପାଇଁ ସେ ଆଉ ଆଗକୁ ବହୁତ ବଡ଼ ଅସୁବିଧାରେ ପଡ଼ିବେନି ତ। ଏମିତିରେ ଗୋଟେ ବର୍ଷ ବିତିଯାଏ। ରାଜୁ, ଆଜି ହେଉଛି ବର୍ଷର ପ୍ରଥମ ଦିନ। ମୁଁ ସକାଳଠାରୁ ତୁମକୁ ଲକ୍ଷ୍ୟ କରୁଛି। ତୁମେ ଏଇ କୁରାଢ଼ୀଟିକୁ କରି ରହିଛ। ଆମ ପାଖରେ ଏବେ ତ ଧନ ସମ୍ପତ୍ତିର ଅଭାବ ନାହିଁ, ହେଲେ ତମେ ସେଇ ପୁରୁଣା ଥଳି ଆଉ କୁରାଢ଼ୀ ଟେବୁଲଟିକୁ ଯତ୍ନ କରି ରଖିଛ। କଥା କଣ? ମତେ ସତ କୁହ, ସେ ମାଲିକ କିଏ ଯିଏ ତୁମକୁ ଏତେ ଧନ ଦେଇଛି? ଆଉ ଆଜି ସେ ତୁମକୁ କେଉଁଠାକୁ ନେଇଯିବ? ସତ କୁହ। ରାଧା, ତମେ ଜମା ବି ବ୍ୟସ୍ତ ହୁଅନା। ମୁଁ ତୁମକୁ ଆଗରୁ କହିଛି, ସେ ସମୟ ଆସିଲେ ତମେ ସବୁ କିଛି ଜାଣିପାରିବ। ଆଉ ଆଜି ସେ ସମୟ ଆସିସାରିଛି। ରାଧା, ଆମେ ଯେଉଁ ଧନ ସମ୍ପତ୍ତିରେ ଚଳୁନଥିଲେ, ସେ ଧନ ସମ୍ପତ୍ତି ପାଇଁ ମୁଁ ମୋ ଜୀବନକୁ ସଉଦା କରିଛି। ହେଲେ ତମେ ଜମା ବି ଚିନ୍ତା କର ନାହିଁ। ମୁଁ ଯେଉଁ ମହାତ୍ମାକୁ 3ଟି ବରଦାନ ମାଗିନଥିଲି, ଆଜି ସେଇ ବରଦାନ ଆମର ରକ୍ଷା କରିବ। ଦେଖ, ତମେ ଖାଲି ଏତିକି କରିବ, ଯେତେବେଳେ ସେ ଅତିଥି ଆମ ଘରକୁ ଆସିବେ ତମେ ଘରେ ରହିବ, ଜମା ବି ବାହାରକୁ ଆସିବ ନାହିଁ। ଆଜି ମୁଁ ଦେଖେଇଦେବି ଜଣେ ସାଧାରଣ ମନୁଷ୍ୟର କେତେ ବୁଦ୍ଧି। ବାସ୍, ତମେ ଖାଲି ମୋ ଉପରେ ବିଶ୍ୱାସ କର ଆଉ ଠାକୁରଙ୍କୁ ପ୍ରାର୍ଥନା କର। ତାପରେ ସେ ବୁଢ଼ାଟି ଏବେ ତାର ପ୍ରକୃତ ଅସଲ ରୂପକୁ ଆସିଯାଇଥାଏ। ସେ ଦେଖିବାକୁ ବହୁତ ଭୟଙ୍କର ଦେଖାଯାଉଥାଏ। ସେ ରାଜୁକୁ ଜଙ୍ଗଲରେ ନ ପାଇ ଏକ ମୁହାଁ ହେଇ ରାଜୁର ଘର ଆଡ଼କୁ ମାଡ଼ି ଆସେ। କଠୁରିଆ, ଏ କଠୁରିଆ, ଏଥର ବାହାରକୁ ଆସ। ତୋର ସମୟ ସମାପ୍ତ ହେଇଗଲା। ମୋର ଧନରେ ତୁ ବହୁତ ଆରାମ ଜୀବନ ଜିଇଲୁ। ଏବେ ତୋର ବଚନ ନିଭେଇବାର ସମୟ ଆସିଗଲା। ମୁଁ କହିଥିବା ଅନୁସାରେ ଆଜି ଗୋଟେ ବର୍ଷ ପୂରି ଯାଇଛି। ତତେ ମୋ ସହିତ ମୋ ସାମ୍ରାଜ୍ୟକୁ ଯିବାକୁ ହେବ। ଏଥର ତୋ କୁରାଢ଼ୀ ଉଠା ଆଉ ଚାଲ ମୋ ସହିତ। ଆଉ ଡେରି କରନି। ହା ହା ହା। ମତେ ମଣିଷ ମାନଙ୍କୁ ତଡପେଇବାକୁ ବହୁତ ଭଲ ଲାଗେ। ଶୀଘ୍ର ଆସ। ଭଲରେ ଭଲରେ ଆସିବୁ, ନା ମୁଁ ତତେ ଜୋର ଜବରଦସ୍ତି ଘୋଷାଡ଼ି ନେଇଯିବି। ପ୍ରଣାମ ମାଲିକ, ଆପଣ ଆସିଗଲେ। ଭଲ ହେଲା ଆପଣ ଆସିଗଲେ। ମୁଁ ତ ଆପଣଙ୍କୁ କେତେବେଳଠାରୁ ଅପେକ୍ଷା କରିଥିଲି। ତାହେଲେ ତୁ ତୋର ଦେଇଥିବା ବଚନ ତୋର ମନେ ଅଛି? ହଁ ହଁ ମାଲିକ, ମୁଁ ମୋର ବଚନରୁ କେମିତି ବା ଓହରିଯିବି। ମୁଁ ଆପଣଙ୍କ ସହିତ ଆପଣଙ୍କର ସାମ୍ରାଜ୍ୟକୁ ଯିବା ପାଇଁ ରାଜି ଅଛି, କିନ୍ତୁ ମୋର ଆପଣଙ୍କ ପାଖରେ ଗୋଟେ ଛୋଟିଆ ବିନତିଟେ ଅଛି। କଣ? କୁହ। ମାଲିକ, ମୁଁ ଆପଣଙ୍କ ସହିତ ଯିବି ବୋଲି ବହୁତ ସାରା କାଠ ମୋର ପିଲାମାନଙ୍କ ପାଇଁ ଯୋଗାଡ଼ କରି ରଖିଥିଲି, ଯେଉଁଥିପାଇଁ ଆସୁଥିବା ଥଣ୍ଡା କବଳରୁ ସେ ସୁରକ୍ଷିତ ରହିବେ। ହେଲେ ଏଇ ଖଣ୍ଡିଏ କାଠ ଚିରିବାକୁ ବାକି ରହିଗଲା। ଯଦି ଆପଣ ଆପଣଙ୍କ ଦିବ୍ୟ ଶକ୍ତି ବଳରେ ଏଇ କାଠ ଖଣ୍ଡିକୁ ଖଣ୍ଡ ଖଣ୍ଡ କରିଦିଅନ୍ତେ, ତାହେଲେ ମୋର ପିଲାମାନେ ଶୀତର ଦାଉରୁ ରକ୍ଷା ପାଇଯାଆନ୍ତେ। ଆଉ ଆପଣଙ୍କ ଭଳି ଏତେ ବଡ଼ ପରାକ୍ରମୀ ପାଇଁ ଏ କାମ ବହୁତ ଛୋଟ। ଏ କାମ ତ ତୁମ ପାଇଁ ତୁମ ବାଁ ହାତର ଖେଳ। ଆଚ୍ଛା, ତାହେଲେ ଠିକ ଅଛି। ଏଇ ସାଙ୍ଗେ ସାଙ୍ଗେ ମୁଁ ସେ କାଠକୁ ଚିଡ଼ି 2 ଫାଡ଼ କରିଦଉଛି। ଆରେ ଆରେ, ଇଏ କଣ? ଏ କୁରାଢ଼ୀ ତ ରହିବାର ନା ନଉନି। ଆରେ ଆରେ କାଠୁରିଆ, ଇଏ କଣ ହଉଛି? ମୋର ଦେହ ବହୁତ ଦୁର୍ବଳ ହେଇଯାଉଛି। ଏ କୁରାଢ଼ୀଟିକୁ ରଖିବାକୁ ଚେଷ୍ଟା କଲେ ବି ସେ ରହୁନାହିଁ, ଆପେ ଆପେ ଚାଲୁଛି। ଏ କାଠୁରିଆ, ମତେ ବଞ୍ଚା। ଇଏ ପୁଣି ତୁ କଣ କରିଦେଇଛୁ? ମାଲିକ, କଣ ତମେ ଏତେ ଜଲ୍ଦି ଥକିଗଲ? ତମେ ତ କହୁଥିଲ ଇଏ ତୁମର ବାଁ ହାତର ଖେଳ ବୋଲି। ଆଉ ଏବେ ଏତିକିରେ ଥକି ଯାଉଛ? ଏବେ ତ ଆହୁରି କାଠ ବାକି ଅଛି। ତମେ ବୋଧେ ଜାଣିନ ମାଲିକ, ଏଇ କୁରାଢ଼ୀଟିକୁ ଯିଏ ଧରିବ ତା ହାତରୁ ଏ କୁରାଢ଼ୀ ଏତେ ସହଜରେ ଖସିବନି। ଯେପର୍ଯ୍ୟନ୍ତ ମୁଁ ନ ଚାହିଁଛି, ଆଉ ଇଏ ସେ ପର୍ଯ୍ୟନ୍ତ ଚାଲିଥିବ ଯେପର୍ଯ୍ୟନ୍ତ ମୁଁ ତାକୁ ବନ୍ଦ ହେବା ପାଇଁ ନ କହିଛି। କାଠୁରିଆ, କାଠୁରିଆ, ତୁ ମତେ ଛାଡ଼ିଦେ। ମୁଁ ତ ବୁଦ୍ଧି ଆଗରେ ହାରିଗଲି। ଆଉ ତା ବଦଳରେ ତୁ ମତେ ଯାହା ମାଗିବୁ ମୁଁ ତତେ ଦବା ପାଇଁ ରାଜି ଅଛି। ହେଲେ ମତେ ଛାଡ଼ିଦେ। ମୁଁ ତତେ ଏଇ ବର୍ଷ ମୋ ସାଙ୍ଗରେ ନେଇଯିବିନି। ତତେ ଆଉ 2 ବର୍ଷ ସମୟ ଦଉଛି। ତୁ ମତେ ଛାଡ଼ିଦେ। ତା ବଦଳରେ ମୁଁ ତତେ ଆହୁରି ଧନ ଦଉଛି। ଏଇ ନେ। ତାପରେ ରାଜୁ ସେ ରାକ୍ଷସ ଠାରୁ ସେ କୁରାଢ଼ୀଟିକୁ ଅଲଗା କରିଦେଲା। ତାପରେ ସେ ରାକ୍ଷସଟି ପଛକୁ ନ ନାଇ ସିଧା ସେଠାରୁ ଜୀବନ ବଞ୍ଚେଇ ପଳେଇଗଲା।
ଏମିତି ଧୀରେ ଧୀରେ ସମୟ ବିତି ଚାଲିଲା। ଚାହୁଁ ଚାହୁଁ 2 ବର୍ଷ ପୂରଣ ହୋଇଗଲା। ରାଜୁ, ଆଜି ପୁଣି ଥରେ 2 ବର୍ଷ ବିତିଗଲା। ଆରଥର ତ ତମେ ସେଇ ଯାଦୁର କୁରାଢୀ ସାହାଯ୍ୟରେ ସେ ରାକ୍ଷସକୁ ଧୂଳି ଚଟେଇଥିଲ, ହେଲେ ଏଥର ସେ ରାକ୍ଷସ କଣ ନାଇଁ କଣ କରିଦେବ ମତେ ଭାବିଲା ବେଳକୁ ବହୁତ ଡର ଲାଗୁଛି। ରାଧା, ତମେ ଜମା ବି ବ୍ୟସ୍ତ ହୁଅ ନାହିଁ। ତମେ କଣ ଭାବୁଥିଲ ମୁଁ ସାଧୁଙ୍କ ଠାରୁ ଯୋଉ ବରଦାନ ପ୍ରାପ୍ତ କରିଥିଲି ସେ କଣ ବ୍ୟର୍ଥ ବରଦାନ? ନା ନା, ସିଏ ଆମର ଜୀବନ ରକ୍ଷା କରିବାର କବଚ। ଏଇ ବରଦାନର ପରୀକ୍ଷା ଆଜି ସନ୍ଧ୍ୟାବେଳେ ହବାକୁ ଯାଉଛି, ଆଉ ସେଥିପାଇଁ ମୁଁ ପୁରା ପ୍ରସ୍ତୁତ ଅଛି। ଏବେ ଖାଲି ସେ ରାକ୍ଷସକୁ ଆସିବାକୁ ତ ଦିଅ। ଠିକ୍ ତାର କିଛି ସମୟ ମଧ୍ୟରେ ସନ୍ଧ୍ୟା ହୋଇଆସେ। ତାପରେ ସେ ରାକ୍ଷସଟି ଆସି ରାଜୁର ଘର ଆଗରେ ଛିଡ଼ା ହୁଏ ଆଉ ତାକୁ ଡାକିବାକୁ ଲାଗେ। କାଠୁରିଆ, ଏ କାଠୁରିଆ, ତତେ ମୋର କଥା ଶୁଣା ଯାଉଛି କି ନାହିଁ? ଶୀଘ୍ର ଆସ, ଆଜି ତୋର 2 ବର୍ଷ ପୁଣି ପୁରି ଯାଇଛି ଆଉ ମୁଁ ତତେ ନେବା ଲାଗି ଆସିଛି। ସେଥର ସିନା ତୋର ଯାଦୁ କୁରାଢୀରେ ମତେ ପାନେ ଦେଇଥିଲୁ, ହେଲେ ଏଥର ତୋର କିଛି ବି ଚାଲାକି ଚଳିବନି। ଆରେ ମାଲିକ, ଆପଣ ଆସିଗଲେ। ମୁଁ ତ ଆପଣଙ୍କର ଆସିବା ବାଟକୁ କେତେବେଳଠାରୁ ଅପେକ୍ଷା କରିଛି। ମୁଁ ତ ତମ ସହିତ ଯିବା ଲାଗି ପ୍ରସ୍ତୁତ ଅଛି। ହେଲେ ମାଲିକ, ଆପଣ ବହୁତ ଦୂରରୁ ଆସିଛନ୍ତି, ବହୁତ ଥକି ପଡ଼ିଥିବେ ମଧ୍ୟ। ଆପଣ ଗୋଟିଏ କାମ କରନ୍ତୁ, ମୋର ଏଇଠି ଯେଉଁ ଟେବୁଲଟେ ପଡ଼ିଛି ସେଇଠି ଟିକେ ବସି ପଡ଼ନ୍ତୁ। ଏଇ ଟେବୁଲଟି ବହୁତ ଆରାମଦାୟକ। ଆପଣ ଏଇଠି 5 ମିନିଟ୍ ପାଇଁ ବସି ପଡ଼ନ୍ତୁ, ଆଉ ଏଇ ସମୟ ମଧ୍ୟରେ ମୁଁ ମୋ ସ୍ତ୍ରୀ ଠାରୁ ବିଦାୟ ନେଇ ଆସୁଛି। ରାକ୍ଷସଟି ରାଜୁ ମୁହଁରୁ ଏ କଥା ଶୁଣି ସାରିବା ପରେ ମନେ ମନେ ଭାବିବାକୁ ଲାଗିଲା। ସେ ଭାବିଲା ରାଜୁ ଏଥର ତା ଆଗରେ ହାର ମାନି ଯାଇଛି। ସିଏ ଏଣେ ତେଣେ ଦେଖିବାକୁ ଲାଗିଲା। ନା ଏଥର କୋଉ କୁରାଢୀ ନା କୋଉ ହତିଆର ଥିଲା, କେବଳ ଘର ଆଗରେ ଗୋଟେ ଟେବୁଲଟେ ପଡ଼ିଥିଲା। ରାକ୍ଷସ ଭାବିଲା ଟିକିଏ ଏଇଠି ବିଶ୍ରାମ କରିନେବ। ହଉ କାଠୁରିଆ, ଶୁଣ, ତୁ ଏଥର ତୋର ସ୍ତ୍ରୀ ଠାରୁ ବିଦାୟ ନେଇ ଆସ। ମୁଁ ଏଇ ବାହାରେ ତୋର ଅପେକ୍ଷା କରିଛି। ଏତିକି କହିସାରି ସେ ରାକ୍ଷସଟି ସେ ଟେବୁଲ ଉପରେ ବସିଗଲା। ଆରେ ବାହ କାଠୁରିଆ, ଏ ଟେବୁଲ ତ ବହୁତ ଆରାମଦାୟକ। ଏଥିରେ ବସିଲା ବେଳକୁ ବହୁତ ଆରାମ ଲାଗୁଛି। ଆରେ ହଁ ହଁ ମାଲିକ, ସେ ଟେବୁଲଟା ବହୁତ ଆରାମଦାୟକ, ହେଲେ ସେଥିରୁ ଟିକେ ଉଠିକରି ତ ଦେଖ। କଣ ମାଲିକ, ଆପଣ ଏଇ ଟେବୁଲରୁ ଉଠି ପାରୁନାହାନ୍ତି? ମୁଁ ତ ତମକୁ ଏ କଥା କହିନଥିଲି। ଏଇ ଟେବୁଲରେ ଯିଏ ବି ଥରେ ବସିବ ସିଏ ମୋର ବିନା ଅନୁମତିରେ ଏଠାରୁ ହଲି ବି ପାରିବ ନାହିଁ। ଆଉ ତମେ ଉଠିବ ବା କଣ? ତମର ଏଇ ଅବସ୍ଥା ଦେଖି ମତେ ବହୁତ ହସ ଲାଗୁଛି। ତାପରେ ରାକ୍ଷସଟି ସେ ଟେବୁଲ ଉପରୁ ଉଠିବା ପାଇଁ ବହୁତ ଚେଷ୍ଟା କଲା ଆଉ ବହୁତ ବଳ ମଧ୍ୟ ଲଗେଇଲା, ହେଲେ ସେ ଟେବୁଲରୁ ସେ ଟିକେ ବି ହେଲେ ହଲି ପାରିଲା ନାହିଁ। ଶୁଣ କାଠୁରିଆ, ତୁ ମତେ ଛାଡ଼ିଦେ। ମୁଁ ତୋ ବୁଦ୍ଧି ଆଗରେ ହାର ମାନିଗଲି। ତୁ ମତେ ଯାହା ମାଗିବୁ ମୁଁ ତତେ ଦେବି। ଧନ ସମ୍ପତ୍ତି ସବୁ କିଛି ଦେବି, ହେଲେ ତୁ ମତେ ଛାଡ଼ିଦେ। ମତେ ଛାଡ଼ିଦେ। ଏଇ ନେ ବହୁତ ସାରା ଧନ, ଆ ବଦଳରେ ତୁ ମତେ ଛାଡ଼ିଦେ। ଆଉ ହଁ, ମୁଁ ତତେ କେବେ ବି ଆଉ ହଇରାଣ କରିବିନି, ଆଉ ତତେ ମୋ ଲୋକକୁ ନେବା ଲାଗି ଆସିବିନି। ଦୟାକରି ମତେ ଏଇ ଟେବୁଲରୁ ଅଲଗା କରରେ କାଠୁରିଆ। ହଉ ହଉ ମାଲିକ, ମୁଁ ତମକୁ ଏଥର ଛାଡ଼ି ଦଉଛି, କିନ୍ତୁ ହଁ, ମତେ ଯେମିତି ଆଉ ଦ୍ୱିତୀୟ ଥର ବି ହଇରାଣ କରିବା ପାଇଁ ଚେଷ୍ଟା କରିବନି। ନା ନା, ମୋର ଏମିତି ଭୁଲ କେବେ ବି ହବନି। ମଣିଷ ବୁଦ୍ଧି ଆଗରେ ତ ମୋର ମାୟାବୀ ଶକ୍ତି ବି କିଛି କାମ କରୁନି। ମାନିଗଲି ମଣିଷର ବୁଦ୍ଧିକୁ। ତାପରେ ରାଜୁ ଯେମିତି ସେ ରାକ୍ଷସଟିକୁ ଟେବୁଲରୁ ମୁକ୍ତ କରିଦେଲା, ସେ ରାକ୍ଷସଟି ଏକ ମୁହାଁ ହୋଇ ଜଙ୍ଗଲକୁ ଦୌଡ଼ି ପଳେଇଲା। ତାପରେ ରାଜୁ ଆଉ ରାଧା ରାକ୍ଷସ ଦେଇଥିବା ଟଙ୍କାରେ ଏକ ସୁନ୍ଦର ଜୀବନ ଯାପନ କଲେ।